ପବିତ୍ର ଶ୍ରୀରାମନବମୀ ପାଳନ ଅବସରରେ ଉତ୍ସବ ମୁଖର ହୋଇଥିଲା ରାୟଗଡ଼ ସହର। ଭକ୍ତିମୟ ପରିବେଶ ସାଙ୍ଗକୁ ଗେରୁଆ ରଙ୍ଗରେ ରଙ୍ଗାଇଥିଲା ସହର। ଜୟ ଶ୍ରୀରାମ ଜୟ ବୀର ହନୁମାନ ନାମ ଧ୍ୱନିରେ କମ୍ପିଥିଲା ରାୟଗଡ଼ ସହର। ହଜାର ହଜାର ସଂଖ୍ୟାରେ ସାମିଲ ହେଲା ଆବାଳ ବୃଦ୍ଧ ବନିତା। ସଂକୀର୍ତ୍ତନ ଦଳର ହରେକୃଷ୍ଣ ହରେରାମ ନାମ ସହିତ ଢୋଲ ନିଶାନ ମହୁରୀ ଓ ବାଜା ଡିଜେର ତଳେ ତଳେ ଖୁସିରେ ନାଚି ଉଠିଥିଲେ ଶ୍ରୀରାମ ଭକ୍ତ। ଦେଶରେ ରାମମନ୍ଦିର ପ୍ରତିଷ୍ଠା ହେବା ପରେ ଚଳିତ ଶ୍ରୀରାମନବମୀ ହେଉଛି ପ୍ରଥମ ବର୍ଷ। ଆଜିର ଏହି ଭବ୍ୟ ଶୋଭାଯାତ୍ରା ବ୍ରାହ୍ମଣ ସାହିର ପିଏଚ୍ଡି ହନୁମାନ ମନ୍ଦିରରୁ ବାହାରି ମୁଖ୍ୟ ବଜାର ଶାରଳା ଛକ ନବଷ୍ଟାଣ୍ଡ ହୋଇ ପୁଣି ଥରେ ହନୁମାନ ମନ୍ଦିରରେ ପହଞ୍ଚିଥିଲେ। ରାୟଗଡ଼ ସହର ଏକ ଭାଇଚାରାର ସହର। ଏହି ପବିତ୍ର ପାବନ ଦିବସରେ ନିଜର କିଛି ସେବା ପ୍ରଦାନ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଶୋଭାଯାତ୍ରାରେ ମୁସଲିମ ଭାଇମାନେ ସାମିଲ ରହି ଭକ୍ତ ସମୂହକୁ ଥଣ୍ଡା ସରବତ ଓ ଲେମ୍ବୁ ପାଣି ବିତରଣ କରି ପବିତ୍ର ଦିନରେ ନିଜକୁ ସାମିଲ କରି ଧନ୍ୟ ମନାଇଥିଲେ। ସହରବାସୀ ଏବଂ ସଂଗଠନର ସଦସ୍ୟମାନେ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁନିଗୁଡ଼ାରୁ ସଞ୍ଜୟ କୁମାର ନାଗଙ୍କ ରିପୋର୍ଟ, ନାଗରିକ ନ୍ୟୁଜ୍ ଓଡ଼ିଆ।